जय जगन्नाथ आपण मानक प्रज्योतिषवाल को स्वागत। आज चलतु जानिबा किछि चाणक्य नीति। प्रथम, समस्त पर्वतरे मणि नथाए, सेहीपरि सबु हातीर मस्तकरे मध्य मुक्ता नथाए। सेहीपरि सबु स्थानरे साधु माने मिलंती नाही, जेपरि सबु अरण्यरे चंदन गछ नथाए। द्वितीय, विद्या होउची आमर कामधेनु सदृश, कारण ଏହା ଅସମୟରେ ମଧ୍ୟ ଫଳ ଦେଇଥାଏ। ବିଦେଶରେ ମା ପରି ଉପକାର କରେ ଏବଂ ଏହା ଗୋପନୀୟ ଧନ ପରି ଅତି ଉପାଦେୟ ମଧ୍ୟ ଅଟେ। ତୃତୀୟ, ବିଦ୍ୟା ହେଉଛି ମାତା ପରି ଆମକୁ ରକ୍ଷା କରେ। ଯିଏ ପାଠ ପଢ଼େ, ବିଦ୍ୟା ଗ୍ରହଣ କରେ, ବିଦ୍ୟା ସେହିପରି ଆମକୁ ମାତା ପରି, ଆମ ମା ପରି ରକ୍ଷା କରେ। ବିଦ୍ୟା ଆମ ବାପା ପରି ନିଯୁକ୍ତି ଦିଏ, ଚାକିରି ଦିଏ। କାନ୍ତା ପରି ଦୁଃଖ ଦୂର କରି ମନୋରଞ୍ଜନ କରେ, ଆମକୁ ଧନ ପ୍ରଦାନ କରେ, ଦିଗ ବିଦିଗକୁ ଯଶ ପ୍ରସାର କରିଥାଏ। କଳ୍ପଲତା ପରି ବିଦ୍ୟା ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରେ। ଚତୁର୍ଥ ଚାଣକ୍ୟ ନୀତି, ଯାହାର ନିଜ ବୁଦ୍ଧି ନାହିଁ ତାର ଶାସ୍ତ୍ର କ'ଣ ବା କରିବ? ନିଜ ବୁଦ୍ଧି ନଥିଲେ ଶାସ୍ତ୍ର ଆଉ ବିଦ୍ୟା ମଧ୍ୟ କିଛି କରିପାରିବ ନାହିଁ। ଯେପରି ଦର୍ପଣ ଅନ୍ଧ ଲୋକର କୌଣସି କାମରେ ଆସେ ନାହିଁ, ସେହିପରି ବୁଦ୍ଧି ନଥିବା ମଣିଷର କୌଣସି ଜ୍ଞାନ କାମରେ ଆସେ ନାହିଁ। ପଞ୍ଚମ, ପ୍ରିୟ କଥା କହିଲେ ସମସ୍ତେ ସନ୍ତୋଷ ଲାଭ କରିଥାନ୍ତି, ଏଣୁ ସର୍ବଦା ପ୍ରିୟ କଥା କହିବା ଉଚିତ। ମଧୁର କଥା ଟିକେ କହିଦେଲେ କାହାର ବା କ୍ଷତି ହେବ, କିନ୍ତୁ ବରଂ ସମସ୍ତଙ୍କୁ ଲାଭ ହେବ। ଷଷ୍ଠ, ଶାସ୍ତ୍ରରେ ଅନେକ ଓ ବିଦ୍ୟା ବହୁବିଧ, କିନ୍ତୁ ସମୟ ଅଳ୍ପ ତଥା ଅନେକ ବିଘ୍ନ। ଏଣୁ ହଂସ ପରି ହୋଇ ପାଣିରୁ କ୍ଷୀର ଗ୍ରହଣ କରିବା ସଦୃଶ ଯାହା ସାର ଥାଏ ତାହା ଗ୍ରହଣ କରିବା ଉଚିତ। ସପ୍ତମ, ଯାହାର ସ୍ନେହ ଅଛି ତାର ଭୟ ନାହିଁ। ସ୍ନେହ ଦୁଃଖର ଆଧାରରେ ସକଳ ପ୍ରକାର ଦୁଃଖ ସ୍ନେହ ସମ୍ଭବି ଥାଏ, ଏଣୁ ତାହା ପରିହାର କରି ସୁଖରେ ରହିବା ଉଚିତ। ଅଷ୍ଟମ, ମହାତ୍ମା ମାନଙ୍କର ଚରିତ ଲୋକୋତ୍ତର ଓ ବିସ୍ମୟାବହ ହୋଇଥାଏ। ସେମାନେ ସମ୍ପତ୍ତିକୁ ତୃଣ ପରି ତୁଚ୍ଛ ମନେ କରିଥାନ୍ତି ଓ ସମ୍ପତ୍ତିର ପ୍ରାଚୁର୍ଯ୍ୟରେ ସର୍ବଦା ବିନତ ହୋଇଥାନ୍ତି। ନବମ, ଶାନ୍ତି ପ୍ରାପ୍ତି ପରି ତପସ୍ୟା ନାହିଁ। ସନ୍ତୋଷ ଲାଭଠାରୁ ବଡ଼ ସୁଖ ଜୀବନରେ ନାହିଁ। ତୃଷ୍ଣା ଠାରୁ ବଡ଼ ରୋଗ ନାହିଁ ଓ ଦୟାଠାରୁ ପ୍ରଦର୍ଶନ ବଡ଼ ଧର୍ମ ଏ ସଂସାରରେ ମଧ୍ୟ ନାହିଁ। ଦଶମ, କାମ ପରି ରୋଗ ଏ ସଂସାରରେ ନାହିଁ, ସେହିପରି ମୋହ ପରି ଶତ୍ରୁ ମଧ୍ୟ ଏ ଦୁନିଆରେ ନାହିଁ। କ୍ରୋଧ ପରି ନିଆଁ ନାହିଁ ମଧ୍ୟ ଏହି ଦୁନିଆରେ। କିନ୍ତୁ ଜ୍ଞାନ ଠାରୁ ବଡ଼ ଆନନ୍ଦ ଓ ସୁଖ ଏ ସଂସାରରେ ମଧ୍ୟ ନାହିଁ। 11, ଚାଣକ୍ୟ ନୀତି, ବୁଦ୍ଧିମାନ ଲୋକ ପରି ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରି ଦେଶ ଓ କାଳର ବଳର ପ୍ରଭାବ ଅନୁମାନ କରି ସମସ୍ତ କାର୍ଯ୍ୟ କରିଦେବା ଉଚିତ। 12, ଧନ ଧାନ୍ୟର ବେପାରରେ ବିଦ୍ୟାର୍ଜନ ବିଷୟରେ ଭୋଜନ ଓ ବ୍ୟବହାରରେ ଲଜ୍ଜା ତ୍ୟାଗ କରୁଥିବା ବ୍ୟକ୍ତି ସୁଖୀ ହେଇପାରିଥାଏ। 13, ଚାଣକ୍ୟ ନୀତି, ପରୋକ୍ଷରେ ଉପକାର କରୁଥିବା ଓ ସମ୍ମୁଖରେ ପ୍ରିୟ କଥାମାନ କହୁଥିବା ବନ୍ଧୁକୁ ମୃତ୍ୟୁ ଭାଗରେ ଅମୃତ ଥାଇ ବିଷ ଭର୍ତ୍ତି କଳସ ସଦୃଶ ତ୍ୟାଗ କରିଦେବା ଉଚିତ। 14, ସନ୍ତୋଷ ରୂପକ ଅମୃତ ଲାଭ କରି ପରିତୃପ୍ତ ହୋଇଥିବା ତଜ୍ଜନ ଶାନ୍ତି ପ୍ରାପ୍ତି ହୋଇଥିବା ଲୋକମାନଙ୍କର ଯେଉଁ ଆନନ୍ଦ ମିଳିଥାଏ, ତାହା ଧର୍ମ ପାଇଁ ଏଣେ ତେଣେ ଧନ ଲୋଭରେ ଧାଉଁଥିବା ସେହି ଧନୀ ଲୋଭୀମାନଙ୍କୁ ସେପରି ଆନନ୍ଦ ମିଳିବ କେଉଁଠାରୁ? 15, ଯେପରି ସୁନାର ଶୁଦ୍ଧ 4ଟି ଉପାୟରେ, ଯଥା ଘର୍ଷଣ ଛେଦନ, ଦହନ
ଓ ତାଡ଼ନ ରୂପ କାର୍ଯ୍ୟ ଦ୍ୱାରା ନିର୍ଣ୍ଣୟ କରାଯାଇଥାଏ, ସେହିପରି ମନୁଷ୍ୟର ସାଧୁତା ବା ଅସାଧୁତା ଚାରୋଟି ଉପାୟରେ ତୁଷ୍ଟିକରଣରୁ ତାର ତ୍ୟାଗ, ଭାବ, ସଦାଚାର, ଉଦାରତା ଓ କାର୍ଯ୍ୟାବଳୀ ଦ୍ୱାରା ମଧ୍ୟ ନିର୍ଣ୍ଣୟ କରାଯାଇଥାଏ। ଏତିକି ଆଜି ପାଇଁ ଚାଣକ୍ୟ ନୀତି ରହିଛି। ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓଟି ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।